ଜୟ ଶ୍ରୀ ଜଗନ୍ନାଥ। ନମସ୍କାର। ସକାଳର ଜେନଭିଜନ ଆପଣମାନଙ୍କୁ ଜଣାଉଛି ହାର୍ଦ୍ଦିକ ଅଭିନନ୍ଦନ। ଆସନ୍ତୁ କିଛି ଦେଶ ବିଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା, କିଛି ଦୁର୍ଘଟଣା ଉପରେ ନଜର ପକାଇବା ପୂର୍ବରୁ ଆଜି 5 ତାରିଖ ଶନିବାର କ'ଣ ରହିଛି ଅପଡେଟ୍ ଖବର। ସକାଳର କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା, କିଛି ଦୁର୍ଘଟଣା ଉପରେ ନଜର ପକାଇ ନେବା। ସର୍ବପ୍ରଥମେ ଦେଖିଦେବା ପାଣିପାଗର ଖବର କ'ଣ ରହିଛି 5 ତାରିଖ ଶନିବାରରେ। ଆସନ୍ତୁ ପୁରା ଭିଜୁଆଲ ସହିତ ଖବର ଉପରେ ନଜର ପକାଇ ନେବା। ଦର୍ଶକ ବନ୍ଧୁ, ଓଡ଼ିଶାରେ ପ୍ରବଳ ବର୍ଷାକୁ ନେଇ ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ଯେଉଁ ଆକଳନ କରିଛି, ଭାରତରେ ଅନେକ ସ୍ଥାନରେ ବର୍ଷା, ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଅଛି। ଆସୁଛି ଆଉ ଏକ ଲଘୁଚାପ। ଏହି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ପବନ ସହିତ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଅଧିକ ରହିଛି। ଏଥିମଧ୍ୟରୁ ବର୍ତ୍ତମାନ ଶୀତ ପ୍ରକୋପ ଧୀରେ ଧୀରେ କମିବାର ଲାଗିଛି ଏବଂ ତାରେ ଓଡ଼ିଶାରେ ପଶୁଛି ଗରମର ପ୍ରଭାବ। କିନ୍ତୁ ଆଜି 5 ତାରିଖ ଶନିବାରରେ ସକାଳରେ କିଛି ଅଂଶ ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗ ତାର ପୂର୍ବାନୁମାନ କରିଛି। ଓଡ଼ିଶାରେ ପ୍ରବଳ ବର୍ଷାକୁ ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଅନ୍ୟ ଏକ ରାଜ୍ୟରେ ପାଣିପାଗ ବିଭାଗ ତାର ଆକଳନ କରିଛି, ଅନ୍ୟ ରାଜ୍ୟମାନଙ୍କରେ ଦିଲ୍ଲୀ, ଲଦାଖ, ଜାମ୍ମୁ କାଶ୍ମୀର, ହରିୟାଣା ଏହି ସ୍ଥାନମାନଙ୍କରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ତା ଆକଳନ ମଧ୍ୟ କରିଛି, ଆଗକୁ ରବି ଫସଲ ସମୟରେ ଲଘୁଚାପ ଜନିତ ବର୍ଷା ହେଲେ ଓଡ଼ିଶା ଉପରେ କେତେ ରହିବ ୟାର କ୍ଷତି। କିନ୍ତୁ ଯାହା ପାଣିପାଗ ବିଭାଗ ତରଫରୁ ଯାହା ଆକଳନ ମଧ୍ୟ କରାଯାଇଛି, କିଛି ଭିଜୁଆଲ, କିଛି ଲାଇଭ୍ ଭିଜୁଆଲ ମଧ୍ୟରେ ଆମେ ସ୍ପଷ୍ଟ ଚିତ୍ର ଆମେ ଆପଣମାନଙ୍କ ପାଖରେ ରଖୁଛୁ। ଦର୍ଶକ ବନ୍ଧୁ ଦେଖନ୍ତୁ, କୃଷକ ଭାଇର ଚାଷର ନିଶା, ଏହି ନିଶାରେ ସିଏ ମତୁଆଲା ହେଉଛି ଏବଂ ତାର କ୍ଷେତରେ ଏବଂ ସବୁଠି କିଛି ମାନୁନି। ଖରା, ବର୍ଷା, ଶୀତ, କାକର କିଛି ନ ମାନେ କୃଷକ ତାର କ୍ଷେତରେ ମାଡ଼ି ଚାଲିଛି ହଳ କରିବା ଦୃଶ୍ୟ। ଏ ଦୃଶ୍ୟ ବେଶ ଭାଇରାଲ ହେଉଛି ଭିଡ଼ିଓ। ଆମକୁ ଯେଉଁ ଦୃଶ୍ୟ ଆମେ ଆପଣଙ୍କ ସାମନାରେ ରଖୁଛୁ, କିଛି ଦୃଶ୍ୟ ଏହି ରବି ଫସଲ ଟାଇମ୍ରେ ଯେଉଁ କୃଷକର କ୍ଷେତ୍ରରେ ବର୍ତ୍ତମାନ ଧାନ ରହିଛି ଏବଂ ଧାନକୁ ନେଇ ସରକାରଙ୍କ ତରଫରୁ କିଛି ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। କାରଣ କୁହୁଡ଼ି ସମୟର ଏବଂ ଅଦିନିଆ ବର୍ଷା, ବିଜୁଳି ଘଡ଼ଘଡ଼ି ସହିତ ପବନ ଅଧିକା ଥିବାରୁ ଏବଂ এই ଯେଉଁ ମାର୍ଚ୍ଚ ମାସର କାରଣ କାଳବୈଶାଖୀ ଭୟ ରହିଛି, এই କାଳବୈଶାଖୀ ଭୟରେ ଧାନ କିପରି ନଷ୍ଟ ନ ହୁଏ ପରାମର୍ଶ ଦେଇଛନ୍ତି କୃଷକ। କୃଷି ବିଭାଗ ତରଫରୁ କୃଷକମାନଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି। କିନ୍ତୁ ଆଜି ଆମେ ଦୃଶ୍ୟ ଯେଉଁଭଳି ଦେଖିଥିଲୁ, ଆଜି ସକାଳରେ ହାଲକା ଏବଂ ମଧ୍ୟମ ଧରଣର କୁହୁଡ଼ି ମଧ୍ୟ ସବୁଠି ଦେଖିବାକୁ ମିଳିଥିଲା। ଏହି କୁହୁଡ଼ିରେ ସାରା ଓଡ଼ିଶାରେ ବର୍ତ୍ତମାନ ରହିଛି କୁହୁଡ଼ି ସହିତ ବର୍ତ୍ତମାନ କୁହୁଡ଼ି ଏତେ ଜୋର ମଧ୍ୟ ରହିଛି। ସାମାନ୍ୟ କୌଣସି ଜିଲ୍ଲାରେ ମଧ୍ୟ କୁହୁଡ଼ି ରହିଛି, ଅନେକ ଜିଲ୍ଲାରେ ପ୍ରବଳ କୁହୁଡ଼ି ରହିଛି ଏବଂ କାକର ମଧ୍ୟ ରହିଛି। ଅନେକ ଜିଲ୍ଲାରେ ମଧ୍ୟ ଆପଣଙ୍କୁ ସ୍ପଷ୍ଟ ଚିତ୍ର, ଯେଉଁ ଚିତ୍ର ଦେଖାଉଛୁ ଯେ କୁହୁଡ଼ି ମଧ୍ୟ ବର୍ଷା ଭଳି କୁହୁଡ଼ି ମଧ୍ୟ ପଡ଼ୁଛି। କିନ୍ତୁ ଆଜି ହୋଲିର ପରଦିନ ଉତ୍ସବ ମୁଖର ସବୁଠି ବର୍ତ୍ତମାନ କାକର ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଅନ୍ୟ ରାଜ୍ୟମାନଙ୍କରେ ପ୍ରବଳ ରହୁଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ ମଧ୍ୟ କରିଛି। ଦର୍ଶକ ବନ୍ଧୁ, ଏଭଳି ଏକ ପରିସ୍ଥିତିରେ ଓଡ଼ିଶା ଗତି କରୁଛି। କିନ୍ତୁ ବର୍ତ୍ତମାନ ଦେଖିବା, ବର୍ତ୍ତମାନ ମାର୍ଚ୍ଚରେ କାଳବୈଶାଖୀର ଅଧିକା ଥିବାରୁ ଭାରତୀୟ ପାଣିପାଗ ବିଭାଗ ତରଫରୁ ମଧ୍ୟ ପୂର୍ବାନୁମାନ କରାଯାଇଛି। ଦର୍ଶକ ବନ୍ଧୁ, କିଛି ସ୍ଥାନରେ ଅଦିନିଆ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ ମଧ୍ୟ କରିଛି। ଦର୍ଶକ ବନ୍ଧୁ, ଆପଣଙ୍କୁ କିଛି ଲାଇଭ୍ ଭିଜୁଆଲ ମଧ୍ୟରେ ଆମେ ଆପଣଙ୍କୁ ସ୍ପଷ୍ଟ ଚିତ୍ର ଦେଖାଉଛୁ। ଦେଖନ୍ତୁ ଅନ୍ୟ ରାଜ୍ୟମାନଙ୍କରେ କିପରି ରହିଛି ଏହାର ବର୍ଷାର ପ୍ରଭାବ। କିନ୍ତୁ ଆଜି ସକାଳର କିଛି ଦୃଶ୍ୟ ବା ଜେନଭିଜନ ପ୍ରସ୍ତୁତ କରୁଥିବା ଏହି ଖବର ଉପରେ ନଜର ଦେଖନ୍ତୁ କିପରି ଭାବରେ ରହିଛି ଏବଂ ଆକାଶ ମେଘାଚ୍ଛନ୍ନ ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଅଧିକ ଥିବାରୁ ବର୍ତ୍ତମାନ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ତାର ଯେଉଁଭଳି କରିଛି ଆକଳନ ମଧ୍ୟ କରିଛି, ଓଡ଼ିଶାରେ ବାଲେଶ୍ୱର, ଭଦ୍ରକ, କଟକ, ପୁରୀ, ଗଞ୍ଜାମ, ଗଜପତି, ରାଉରକେଲା, ଢେଙ୍କାନାଳ, ପାରାଦୀପ, ସମ୍ବଲପୁର, ବ୍ରହ୍ମପୁର, ନବରଙ୍ଗପୁର ଏହି ସ୍ଥାନମାନଙ୍କରେ ଶୀତ ସହିତ କୁହୁଡ଼ି ମଧ୍ୟ ଜାରି ରହିଛି। ଅନେକ ଜିଲ୍ଲା ମଧ୍ୟ ଦେଖିବାକୁ ମିଳୁଛି କୁହୁଡ଼ି ସହିତ ବର୍ଷାର ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ଅଧିକ ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ ମଧ୍ୟ କରିଛି। ଦର୍ଶକ ବନ୍ଧୁ, କିଛି ଦୃଶ୍ୟ ମାଧ୍ୟମରେ ଆମେ ସ୍ପଷ୍ଟ ଚିତ୍ର ଦେଖାଉଛୁ। ବର୍ତ୍ତମାନ
ଆଞ୍ଚଳିକ ପାଣିପାଗ ତାର ପୂର୍ବାନ କରିଛି ବର୍ତ୍ତମାନ ବର୍ଷା ଝିପିଝିପି ବର୍ଷା ସହିତ ଅନେକ ଜାଗାରେ ମଧ୍ୟ ଏଭଳି ବର୍ଷା ଦେଖିବାକୁ ମିଳୁଛି ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ଅଧିକ ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନ ମଧ୍ୟ କରିଛି ଦର୍ଶକ ବନ୍ଧୁ। କିଛି ଭିଜୁଆଲ ମାଧ୍ୟମରେ ସ୍ପଷ୍ଟ ଚିତ୍ର ଆମେ ଦେଖାଉଛୁ ଆପଣମାନଙ୍କୁ। ଦେଖନ୍ତୁ କିପରି ଅନ୍ୟ ରାଜ୍ୟମାନଙ୍କରେ ଜାମ୍ମୁ କାଶ୍ମୀର ଶ୍ରୀନଗର ଲଦାଖ ଏହି ସ୍ଥାନମାନଙ୍କରେ ପ୍ରବଳ ବର୍ତ୍ତମାନ ବର୍ଷା ଜାରି ରହିଛି, କିନ୍ତୁ ଅଦିନିଆ ବର୍ଷା ବିଜୁଳି ଘଡ଼ଘଡ଼ି ଆପଣଙ୍କୁ ଘୂର୍ଣ୍ଣିବଳୟ ପ୍ରଭାବ ରହିଛି। ଓଡ଼ିଶାରେ ଘୂର୍ଣ୍ଣିବଳୟ ପ୍ରଭାବ ରହିଛି, ଅନେକ ଜିଲ୍ଲାରେ ମଧ୍ୟ ବର୍ଷା ଜାରି ରହିଛି ଏବଂ ଯେଉଁଭଳି ବଙ୍ଗୋପସାଗର ଏବଂ ଆରବ ସାଗରରେ ସୃଷ୍ଟି ହେଉଥିବା ଏକ ଲଘୁଚାପ କ୍ଷେତ୍ର ବର୍ତ୍ତମାନ ତାହା ଧୀରେ ଧୀରେ ସକ୍ରିୟ ରହିଛି ଏବଂ ସକ୍ରିୟ ପରେ ପରେ ଏହାର ପ୍ରଭାବ ମଧ୍ୟ ଅଧିକ ରହିଛି ଏବଂ ସମୁଦ୍ର ଅଶାନ୍ତ ରହିଛି। କିନ୍ତୁ ଏହି କାଳବୈଶାଖୀ ବର୍ଷା ସମୟରେ ବେଶୀ ଲଘୁଚାପର ସୃଷ୍ଟିର ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନ ମଧ୍ୟ କରିଛି ଓଡ଼ିଶାରେ ପାଖାପାଖି ଏଭଳି ଭାବରେ ଯେଉଁଭଳି ଶୀତ ଧୀରେ ଧୀରେ କମିଲା ଭିତରେ ବର୍ତ୍ତମାନ ଗରମ ଓଡ଼ିଶା ଉପରେ ପ୍ରବଳ ରହିବ, କିନ୍ତୁ ଗରମ ଯେତିକାଳେ ରହିବ ସେଥିମଧ୍ୟରୁ ଓଡ଼ିଶାରେ ଆଂଶିକ ମାତ୍ରାରେ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଅଛି। କିନ୍ତୁ ପାଣିପାଗ ତାର ପୂର୍ବାନ ମଧ୍ୟ କରିଛି ଦର୍ଶକ ବନ୍ଧୁ। ଅନେକ ଜିଲ୍ଲା କଥା ଯଦି କହିପାରିବା, ଅନେକ ଜିଲ୍ଲା ରହିଛି ସମ୍ବଲପୁର, ବରହମପୁର, କନ୍ଧମାଳ, ଫୁଲବାଣୀ, ଢେଙ୍କାନାଳ, ପାରାଦୀପ ଏହି ସ୍ଥାନମାନଙ୍କରେ ପ୍ରବଳ ବର୍ଷା ମଧ୍ୟ ହେବ ବୋଲି ମଧ୍ୟ ଆକଳନ କରିଛି। କିନ୍ତୁ ପଶ୍ଚିମ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶା ଦକ୍ଷିଣ ଓଡ଼ିଶାରେ ଏଭଳି ଭାବରେ ସ୍ଥିତି ହୋଇପାରେ ବୋଲି ମଧ୍ୟ ଆକଳନ କରୁଛି ଦର୍ଶକ ବନ୍ଧୁ। କିଛି ଦୃଶ୍ୟ ଆମେ ସାମ୍ନାକୁ ନେଉଛୁ, ଦେଖନ୍ତୁ ଯାତାୟାତ ସମୟରେ ଅନ୍ୟ ରାଜ୍ୟମାନଙ୍କରେ କିପରି ରହିଛି ଏହାର ବର୍ଷାର ତାଣ୍ଡବ। କିନ୍ତୁ ଓଡ଼ିଶାରେ ଅନେକ ଜିଲ୍ଲାରେ ବର୍ତ୍ତମାନ ଆକାଶ ମେଘାଚ୍ଛନ୍ନ ସହିତ ବିଜୁଳି ଘଡ଼ଘଡ଼ି ସମ୍ଭାବନା ଅଧିକ ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନ କରିଛି ଦର୍ଶକ ବନ୍ଧୁ। କିଛି ଭିଜୁଆଲ ମାଧ୍ୟମରେ ଆମେ ସ୍ପଷ୍ଟ କରୁଛୁ ଚିତ୍ର, ଯେଉଁ ଚିତ୍ର ଅନେକ ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଆଜି ସକାଳରେ କିଛି ଦୃଶ୍ୟ ବେଶ ସାମ୍ନାକୁ ଆସୁଛି। ବର୍ତ୍ତମାନ ଦେଖନ୍ତୁ ମେଘାଚ୍ଛନ୍ନ ରହିଛି ଆକାଶ, ଅନେକ ସ୍ଥାନରେ ମେଘାଚ୍ଛନ୍ନ ସହିତ ବର୍ତ୍ତମାନ ଦେଖନ୍ତୁ କିପରି ରହିଛି ଏହାର ସ୍ଥିତି। ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ସହିତ ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଅଧିକ ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନ ମଧ୍ୟ କରିଛି। ଆପଣଙ୍କୁ ସ୍ପଷ୍ଟ ଚିତ୍ର ଲାଇଭ୍ ଭିଜୁଆଲ ମାଧ୍ୟମରେ ଦେଖାଯାଉଛି। ଓଡ଼ିଶାରେ ଏଭଳି ଏକ ସ୍ଥିତିରେ ଓଡ଼ିଶା ରହିଛି, ଅନେକ ଜିଲ୍ଲାରେ ବର୍ଷା ହୋଇପାରେ ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭାରତୀୟ ପାଣିପାଗ ତାର ପୂର୍ବାନ କରିଛି ଓଡ଼ିଶାରେ ଅନେକ ଜିଲ୍ଲା ଭଦ୍ରକ, ବାଲେଶ୍ୱର, କଟକ, ପୁରୀ, ଗଞ୍ଜାମ, ଗଜପତି, ରାଉରକେଲା, ଢେଙ୍କାନାଳ, ପାରାଦୀପ, ସମ୍ବଲପୁର, ଢେଙ୍କାନାଳ, କଳାହାଣ୍ଡି ଏହି ଜିଲ୍ଲାମାନଙ୍କରେ ଅତ୍ୟଧିକ ବର୍ଷାକୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ କାଳବୈଶାଖୀ ବର୍ଷାର ସମ୍ଭାବନା ମାର୍ଚ୍ଚ, ଏପ୍ରିଲ ଓ ମେ କାଳବୈଶାଖୀ ବର୍ଷାକୁ ନେଇ ବର୍ତ୍ତମାନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ରହିଛି। କିନ୍ତୁ ଆମେ ଅପଡେଟ୍ ଖବର ମାଧ୍ୟମରେ ଯାହା ପ୍ରସାରଣ କରାଯାଉଛି, ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଅଧିକ ଥିବାରୁ କିନ୍ତୁ ଭାରତୀୟ ପାଣିପାଗ ତାର ପୂର୍ବାନ କରିଛି ଓଡ଼ିଶାରେ ଅନେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନା ଥିବାରୁ ଏହାକୁ ସତର୍କ କରିଛି ଭାରତୀୟ ପାଣିପାଗ ବିଭାଗ। କିନ୍ତୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କ୍ଷେତ୍ରରୁ ଯାହା ସ୍ପଷ୍ଟ କରାଯାଇଛି, ଓଡ଼ିଶାରେ କୌଣସି ପ୍ରକାର ବିପଦ ନାହିଁ ଏବଂ ବର୍ଷାର ସିଷ୍ଟମ୍ ଦେଖାଯାଉ ନାହିଁ। କିନ୍ତୁ ଏଭଳି ଏକ ପରିସ୍ଥିତିରେ ଖରାଟିଆ ରହିବ ଏବଂ ଦିନ ବେଳିଆ ଖରାଟିଆ ରହିବ ଏବଂ ରାତିରେ ସାମାନ୍ୟ ଶୀତର ପରିମାଣ ଅଧିକ ରହିବ ବୋଲି ଆକଳନ କରାଯାଉଛି।